नमस्कार बंधुगण आमे आजी आपणଙ୍କୁ गोटे सुप्त घटना विषय जणाइबाकू जाउछु। झिटिपिटी जहाँकि आमे साधारणतः भावी थाउ एक साधारण जंतु, किंतु प्रकृतिर सह खाप खुआई चालुथिबा झिटिपिटीर प्रकृति सह रहिछि अलगा संबंध। एहाकू प्राय कम लोक जानिथांती। शास्त्र रे झिटिपिटी को प्राय दिगपालिका रूपे मानि थाउ। शास्त्र अनुसार झिटिपिटी कौनसी खास समय रे देखिबा, भूमि उपरे देखिबा, शरीर रे देखिबा, भविष्यत रे हेउथिबा कौनसी घटना उपरे वर्णना करिथाए। झिटिपिटी शरीर रे देखिबा खास अंग रे पड़िबो भविष्यत रे विशेष तथ्य प्रदान करिथाए। दीपावली दिन जदि झिटिपिटी देखा दिए ताहले ताहाकू माँ लक्ष्मीଙ୍କ प्रतीक माना जाइथाए। जदि झिटिपिटी आपणଙ୍କ घर उपरे पड़िथाए, वर्ष मध्यरे सुख समृद्धि बा खुशी खबर आसीथाए। झिटिपिटीर गोटिए प्रयोगरे ही अनेक लाभ होई परिबो। आपण जदि झिटिपिटी देखुचंती ताहले आपण निजर धनर भाग्यकू खोली पारिबे। ସେହି ସମୟରେ ଭଗବାନଙ୍କ ପାଖକୁ ଫୁଲ ଏବଂ ଚାଉଳ ଆଣି ତାହାକୁ ଝିଟିପିଟି ଉପରକୁ ଫୋପାଡ଼ି ଦେବେ। ଯାହା ବି କାମନା ଅଛି ଏହାକୁ ଗୁଣୁଗୁଣୁ ହୋଇ କହିବେ। ଏମିତି କାମନା କରିବେ ଯେପରି କାମନା ପୂରଣ ହୋଇଯିବ। ଶାସ୍ତ୍ରରେ ଝିଟିପିଟିକୁ ଏକ ପୂଜନୀୟ ବୋଲି ମାନାଯାଏ। ଯଦି ଝିଟିପିଟି ଉପରେ ଆପଣ ଏହି ଉପାୟ କୌଣସି ଖାସ୍ ଦିନରେ କରୁଛନ୍ତି ତାହେଲେ ଏହା ଶୁଭ ଅଟେ। ସନ୍ଧ୍ୟା ସମୟରେ ଝିଟିପିଟି ଦେଖୁଛନ୍ତି ତାହେଲେ ଆପଣ ଏହି ଉପାୟ କରିପାରିବେ। ଏମାନଙ୍କୁ ପୂଜା କରିବା ଫଳରେ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ, ଯାହା ଫଳରେ ଧନର ପରିମାଣ ବୃଦ୍ଧି ଘଟିଥାଏ। ଘରେ ସଫା କରୁଥିବା ସମୟରେ ମରିଥିବା ଝିଟିପିଟି ଆପଣଙ୍କ ସାମ୍ନାକୁ ଆସେ ତାହେଲେ ତାହାକୁ ଶୁଭ ଅଶୁଭ ମାନାଯାଏ। ଯଦି ଝିଟିପିଟି କିମ୍ବା ତାର ଛୁଆର ମୃତ୍ୟୁ ହୁଏ ତାହେଲେ ତାହାର ସଂସ୍କାର କରିବା ଉଚିତ ବା ଗାତ ଭିତରେ ପୋତି ଦେବା ଉଚିତ। ଏହାଦ୍ୱାରା ଅଭିଯୋଗରେ ଆପଣ ବଞ୍ଚିତ ହେବେ ବା ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡ଼ିବ। ଯଦି ଆପଣ ଏହା କରିବେ ନାହିଁ ତାହେଲେ ଆପଣଙ୍କ ଜୀବନରେ ଏପରି କଷ୍ଟ ଆସିବ ଯାହାକି ଆପଣ ଭାବି ବି ପାରିବେ ନାହିଁ। ଯଦି ଖାଇବା ସମୟରେ ଝିଟିପିଟିର ଶବ୍ଦ ଶୁଣିବାକୁ ମିଳେ ତାହା ଶୁଭ ହୋଇଥାଏ। କୌଣସି ସ୍ଥାନକୁ ଗଲାବେଳେ ଝିଟିପିଟିର ଶବ୍ଦ ଶୁଣିବାକୁ ମିଳେ ତାହାକୁ ମଧ୍ୟ ଶୁଭ ମାନାଯାଏ। ଯଦି ଆପଣଙ୍କୁ ଦୁଇଟି ଝିଟିପିଟି ଏକା ସାଙ୍ଗେ ଦେଖାଯାଏ ତାହେଲେ ଆପଣଙ୍କ ପୁରୁଣା ସାଙ୍ଗ ସହ ଦେଖା ହେବାର ସଂକେତ ମିଳିଥାଏ। ବହୁ ଦିନ ହେବ ଆପଣ କାହାକୁ ଖୋଜୁଥିଲେ ବା ବିବ୍ରତ ଥିଲେ ତାହା ପୂରଣ ହେବ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।